ଜୟ ଜଗନ୍ନାଥ ସାଙ୍ଗମାନେ। ଏବେ ଯେଉଁ ପାଗ ଚାଲିଛି, ଟିକେ ବର୍ଷା ଟିକେ ଖରା, କେଉଁଦିନ ବେଶୀ ବର୍ଷା ହେଇଯାଉଛି ତ କେଉଁଦିନ ଜୋରରେ ଖରା ହେଉଛି। ଏଇ ସିଜିନ୍ ସକାଶେ ବହୁତ ଦେହ ଖରାପ ହୁଏ ବର୍ଷା ଦିନେ। ଆଉ ସେମିତି ଆମ ଦେହ ବି ଖରାପ ହେଇଯାଇଥିଲା ମଝିରେ। କୁଟୁଲୁକୁ ମୋତେ ଜ୍ୱର ହେଇଯାଇଥିଲା। ଆମେ ଯେଉଁ ନୟାଗଡ଼ ଯାଇଥିଲୁ, ମମି ଆସିଥିଲେ, ସେବେଠୁ ଆସିକି ମା ପୁଅ ଜ୍ୱରରେ ପଡ଼ିଥିଲୁ। ଆଉ ଡକ୍ଟର ଦେଖିକି ଆମେ ମେଡ଼ିସିନ ଆଣିଥିଲୁ, ଫିର୍ ବି ମୋର ଟିକେ ମୁଣ୍ଡ ବୁଲାଉଥିଲା ଜ୍ୱରର 3-4 ଦିନ ପରେ। ଭାବିଲି କି ବର୍ଷା ଦିନେ ପ୍ରାୟତଃ ଡେଙ୍ଗୁ ମ୍ୟାଲେରିଆ ହୁଏ ନା, ତ ଭାବିଲୁ କି ଟିକେ ବ୍ଲଡ଼ ଟେଷ୍ଟ କରିଦେବା ପାଇଁ, କାହିଁକି ମୁଣ୍ଡଟା ବୁଲାଉଛି ବୋଲି। ତ ସକାଳୁ ଭାଇନା ଆମର ଆସି ପହଞ୍ଚି ଯାଇଥିଲେ ବ୍ଲଡ଼ ନେବା ପାଇଁ। ଏଇଠି ମୁଁ ବ୍ଲଡ଼ ଦେଉଛି। ଜ୍ୱର ହେଲେ ମାନେ 3-4 ଦିନ ହେଲେ ଯାହା ବି ହେଲେ ବ୍ଲଡ଼ ଟେଷ୍ଟ କରିଦେବା କଥା। ପଇସା ବରଂ ଖର୍ଚ୍ଚ ହେଉ, କିନ୍ତୁ ରୋଗଟା ଜାଣିଦେବା ଭଲ। କାରଣ ଭିତରେ ଭିତରେ ଯଦି ରୋଗ ରହିଯାଇଥିବ, ଆମେ ଜାଣିପାରିବାନି ଡେଙ୍ଗୁ ମ୍ୟାଲେରିଆ କି ଆଉ କ'ଣ ଡିଜିଜ୍ ସବୁ ଆଜିକାଲି ସବୁ ବାହାରୁଛି। ଆମେ ଯଦି ଟେଷ୍ଟ କରିଦେବା ତ ଆମେ ମାନେ ଠିକ୍ ଟାଇମ୍ ଆଗରୁ ଆମେ ଜାଣିପାରିବା ଯେ ରୋଗଟା କ'ଣ ହେଇଛି ବୋଲି। ତ ସେଇଥିପାଇଁ ବେହେରା ବାବୁ ମୋତେ କହିଲେ ବ୍ଲଡ଼ ଟେଷ୍ଟ କରିଦିଅ ବୋଲି। ତ ମୁଁ ଏଇଠି ବ୍ଲଡ଼ ଦେଉଛି ସାଙ୍ଗମାନେ। ଆଜି କୁଟୁଲୁକୁ ବି କଟକ ନେଇକି ଯିବାର ଅଛି, କାରଣ ତାକୁ ସବୁବେଳେ ମୁଁ ଦୀପକ ସାରଙ୍କ ପାଖରେ ଦେଖାଏ କଟକରେ, ଆପଣମାନେ ଜାଣିଛନ୍ତି। ଆଉ ଏମର୍ଜେନ୍ସିରେ ସବୁବେଳେ ଆମର ଏଇଠି କିମ୍ସର ଯେଉଁ ଆସୁଛନ୍ତି ମା ଡାଇଗୋନିଷ୍ଟକୁ, MR ବେହେରା, ତାଙ୍କରି ପାଖରେ ମାନସ ସାର୍, ତାଙ୍କରି ପାଖରେ ସବୁବେଳେ କୁଟୁଲୁକୁ ଦେଖାଏ ଏମର୍ଜେନ୍ସି ପାଇଁ। ଆଉ ତାପରେ ଅତି ହେଲେ ମୁଁ ଦୀପକ ସାରଙ୍କ ପାଖକୁ ନେଇକି ଯାଏ। ଦୀପକ ସାରଙ୍କ ପାଖକୁ ଗଲେ ହିଁ ସେ ଅଟୋମେଟିକାଲି ଭଲ ହେଇଯାଏ। ତ ଏଇଠି ବ୍ଲଡ଼ ଦେବା ସରିଲା ପରେ ଆମେମାନେ ରେଡ଼ି ହେଇକି ବାହାରିଲୁ କୁଟୁଲୁକୁ କଟକ ନେଇକି ଯିବା ପାଇଁ। କାରଣ ମୋ ଦେହର ଟେମ୍ପରେଚର ତ କମି ଯାଇଥିଲା, କିନ୍ତୁ କୁଟୁଲୁର ଟେମ୍ପରେଚର ଆସୁଥିଲା କମି ଯାଉଥିଲା, 100 ବି ହେଉନଥିଲା ଯେ ଯେମିତିକି ଆମେ ପାରାସିଟାମଲ୍ ଦେଇପାରିବା। ଆଜିକାଲି ତ ଡକ୍ଟର ପ୍ରିଫର ବି କରୁନାହାନ୍ତି ପାରାସିଟାମଲ୍ ଦେବା ପାଇଁ ଜ୍ୱର ହେଲେ। 100.4 ହେଲେ ଯାଇକି ଆମେ ପାରାସିଟାମଲ୍ ଦେଇପାରିବା, ଛୋଟ ହେଉ କି ବଡ଼ ହେଉ। କାରଣ ପାରାସିଟାମଲ୍ ଆଜିକାଲି କିଡ଼ନୀକୁ ଆଫେକ୍ଟ କରୁଛି। ସେଥିପାଇଁ ଡକ୍ଟରମାନେ କହୁଛନ୍ତି ଯେ ପାରାସିଟାମଲ୍ ଆଭଏଡ଼ କରିବା ପାଇଁ। ଜୟ 100.4 ଜଗନ୍ନାଥ। ଟେମ୍ପରେଚର ଆସିଲା ପରେ ମୁଁ ଥର୍ମୋମିଟରରେ ଏଠି ମାପିଲା ଯାଉଛି ପରେ, ତାପରେ କଟକ। ଯାଇକି ଆମେ ଜାଣିଛ ପାରାସିଟାମଲ୍ ଆକ୍ଚୁଆଲି ଛୁଆଙ୍କୁ ଦେବା କଥା କି ଆମେ ନିଜେ ଖାଇବା କଥା। ଦୀପକ ସାର୍ ତ କହୁଛନ୍ତି ତାକୁ 100 ଟେମ୍ପରେଚର ଆସୁନଥିଲା, କିନ୍ତୁ ମୋତେ ଲାଗେ ଯେ ତାକୁ ଡକ୍ଟର ଜୋରରେ ଜ୍ୱର ଆସୁଛି। ତମ ଆଉ କିଛି ଡକ୍ଟର ସମୟ ପରେ, ଅଧଘଣ୍ଟା ଘଣ୍ଟାଏ ପରେ ପୁଣି ଝାଳ ଦେଉଛି। ତ ସେଇଟା ମୋତେ ଟିକେ ୱେରିଡ୍ ଲାଗୁଥିଲା। ସେଥିପାଇଁ ସାରଙ୍କ ପାଖକୁ ନେଇକି ଗଲି। ଚାଲନ୍ତୁ ଯିବା କଟକ ଆଉ ଦୀପକ ସାରଙ୍କ ପାଖକୁ। ଜ୍ୱର ବି ହେଇଯାଇଛି। କେମିତି ହେଲା ତମକୁ ଥଣ୍ଡା ଜ୍ୱର? ହଁ। ଜୟ ଜଗନ୍ନାଥ ସାଙ୍ଗମାନେ। ଆମେମାନେ ଯାଉଛୁ କଟକ କୁଟୁକୁ ଟିକେ ଦେଖିବାକୁ ତା ଦେହ, ଦୀପକ ସାରଙ୍କ ପାଖକୁ। ତା ଦେହ ବି ଅସୁସ୍ଥ ହେଇଯାଇଛି, ମୋ ଦେହ ବି ଅସୁସ୍ଥ ହେଇଯାଇଛି। 2 ଜଣଙ୍କୁ ଥଣ୍ଡା ଜ୍ୱର ପୁରା ହେଇଯାଇଛି। ଲଡ଼ୁ ବାବା ଯେଉଁ ଯାଇଥିଲୁ, ସେଠି ଯେଉଁ ବର୍ଷା ହେଲା, କୁଟୁ ସେ କଥା କହୁଛି। ଲଡ଼ୁକେଶ୍ୱର ଯେଉଁ ଯାଇଥିଲୁ, ବର୍ଷା ହେଲା, ଓଦା ହେଇଗଲୁ, ଆସିକି ଏସିରେ ବସିଲୁ କାରରେ, ଆମକୁ ଥଣ୍ଡା ଜ୍ୱର ହେଇଗଲା। ଆଉ ତା ଦେହ ବି ଏପର୍ଯ୍ୟନ୍ତ ଠିକ୍ ହେଇନି, ମୋ ଦେହ ବି ଠିକ୍ ହେଇନି। ମୁଁ ଆଜି ବ୍ଲଡ଼ ଦେଇଛି। ଆଉ କୁଟୁକୁ ଟିକେ ନେଇଯାଉଛି ଦେଖେଇବାକୁ। ଏଇଠି ବା, ଏଇଠି ଷ୍ଟିକରଟା ଲାଗିନଥିଲା, ଆଜି ଛଡ଼େଇ ଦେଇଛି ମାମା। ଆଉ କୁଟୁକୁ ଟିକେ ନେଇକି ଯାଉଛୁ ଦେଖେଇବାକୁ, ତାକୁ ବି ଜ୍ୱର ଠିକ୍ ସେ କମିନି। ଆଉ ଆମେ ଯାଉଛୁ କଟକ ହେଲା। ଜୟ ଶ୍ରୀ ଜଗନ୍ନାଥ। ଏଇଠି କ'ଣ ଏଇଟା ବୋଇତବା। ଯେହେତୁ ଶ୍ରାବଣ ମାସ ଚାଲିଥିଲା, କାଉଡ଼ିଆ ଭାଇମାନଙ୍କର ବହୁତ ଭିଡ଼ ଥିଲା। ଏଇଟା ହେଉଛି ଗଡ଼ଗଡ଼ିଆ ଘାଟ, କଟକ ବାଲିଯାତ୍ରା ପଡ଼ିଆ। ଏଇଠି ଆମେ ବହୁତ ସାରା କାଉଡ଼ିଆ ଭାଇମାନଙ୍କୁ ଦେଖିଲୁ। କୁଟୁଲୁ ବି ଦେଖିଲା କେଉଁଟା ଗଡ଼ଗଡ଼ିଆ ଘାଟ। ସେ ଖାଲି ଗୀତରେ ଶୁଣିଥିଲା ଯେ ଗଡ଼ଗଡ଼ିଆ ଘାଟ ବୋଲି। ତାକୁ ଆମେ ଫାଷ୍ଟ ଟାଇମ୍ ପାଇଁ ଦେଖେଇଦେଲୁ ଗଡ଼ଗଡ଼ିଆ ଘାଟ। ତ ଏଇଠି ଆମେ ଯାଇକି ପହଞ୍ଚି ଯାଇଛୁ ଦୀପକ ସାରଙ୍କ କ୍ଲିନିକରେ। ମୋତେ ଟିକେ ହସ୍ପିଟାଲ ଯିବା ପସନ୍ଦ ନୁହେଁ ସାଙ୍ଗମାନେ, ମୋତେ ବହୁତ ଡର ଲାଗେ ହସ୍ପିଟାଲ। ସେଥିପାଇଁ ଆମେ କ୍ଲିନିକକୁ ସବୁବେଳେ ପ୍ରିଫର କରୁ। କୁଟୁଲୁକୁ ବି ମୁଁ ସବୁବେଳେ କ୍ଲିନିକ ନେଇକି ଯାଏ, ଆଉ ମୁଁ ନିଜେ ବି ସବୁବେଳେ କ୍ଲିନିକ ଯାଏ। ଆଉ ଆପଣମାନେ ବି ଯଦି ଚାହିଁବେ ତ ଦୀପକ ସାରଙ୍କୁ ନିହାତି ଦେଖେଇ ପାରିବେ। ସାର୍ ଆମର SCB ମେଡ଼ିକାଲ କଲେଜ ପାଖରେ ଦେଖୁଛନ୍ତି, କ୍ଲିନିକ ତାଙ୍କର ଅଛି। ତ ଏଇଠି ଦୀପକ ସାରଙ୍କୁ ଦେଖେଇ ସାରିଲା ପରେ ମୋ ଦେହ ଯେହେତୁ ଖରାପ ହେଇଯାଇଛି, ମୋର ଟିକେ ବ୍ୟାକ୍ ପେନ୍ ବି ବାହାରି ପଡ଼ିଛି, ଅଣ୍ଟା ପ୍ରୋବ୍ଲେମ୍। ସେଥିପାଇଁ ଭୁବନେଶ୍ୱରରେ ଡକ୍ଟରଙ୍କୁ ଦେଖେଇଥିଲି। ଡକ୍ଟର କହିଥିଲେ କି NK ଦାସ ସାରଙ୍କ ପାଖରେ ମୁଁ ସବୁବେଳେ ଦେଖାଏ।
ସାର୍ କହିଥିଲେ କି ଟିକେ ଏକ୍ସରେ କରିଦେବା ପାଇଁ କ'ଣ ପ୍ରୋବ୍ଲେମ୍ ହେଉଛି ଅଣ୍ଟାରେ। ତ ଏଇଠି ମୁଁ ଯାଇଥିଲି ଏକ୍ସରେ କରିବା ପାଇଁ। ସେଇଠି ଯାଇକି ଜଣାପଡ଼ିଲା ଯେ ସେ ଭାଇ ଜଣକ ହେଉଛନ୍ତି ଆମର ଫଲୋୟର୍ସ, ଆମ ଭିଡ଼ିଓ ସବୁବେଳେ ଦେଖନ୍ତି। ତ ସେ ଭାଇ ହିଁ ସଜେଷ୍ଟ କଲେ ଯେ ମୋହନ ସାର୍ ହେଉଛନ୍ତି ଭଲ ଅର୍ଥୋପେଡ଼ିକ୍ର, ସିଏ ବି ସେଇଠି ଦେଖୁଥିଲେ। ସିଏ ସେଠୁ ଆମକୁ ସେଇଠିକି ନେଇକି ଗଲେ। ତାପରେ ଆମେ ମୋହନ ସାର୍ଙ୍କ ପାଖରେ ଟିକେ ଦେଖେଇଲୁ। ଦେଖେଇ ସାରିଲା ପରେ ସେଠାରୁ ମେଡ଼ିସିନ ନେଇକି ଆସିଲୁ। ତାପରେ ସାର୍ ଲେଖିଥିଲେ କି 15 ଡେଜ୍ ପାଇଁ ଫିଜିଓଥେରାପି କରିବା ପାଇଁ। ମୁଁ ଏବେ ବି ସାଙ୍ଗମାନେ ଫିଜିଓଥେରାପି ଯାଉଛି ଅଣ୍ଟା ପାଇଁ। ଆଉ ଏବେ ଟିକେ ଟିକେ ଭଲ ହେଇ ହେଇ ଆସିଲାଣି। ମୋତେ ଲାଗୁଛି କି ସିଜେରିଆନ୍ ପରେ ପରେ ଏଇଟା ବୋଧେ ସବୁ ମାଆ ମାନଙ୍କର ପ୍ରୋବ୍ଲେମ୍ ହେଇଯାଇଥିବ, ଅଣ୍ଟା ପେନ୍। ଏଇଠି ସାଙ୍ଗମାନେ ଆମେ ବାହାରି ଯାଉଛୁ ଭୁବନେଶ୍ୱର। କୁଟୁକୁ ବି ଭଲ ଲାଗୁନି, ମାନ୍ଦା ଲାଗୁଛି, ମୋତେ ବି ସେମ୍। ଆଉ ଭୋକ ବି ଲାଗିଲାଣି, ଅଲରେଡ଼ି 4ଟା ବାଜିଗଲାଣି। ରାସ୍ତାରେ ଆସିଲା ବେଳେ ପୁଣି କାଉଡ଼ିଆ ଭାଇମାନଙ୍କୁ ଦେଖି 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 ଆସିଲୁ। ତାପରେ ଆମେ କିଛି ସମୟ ପରେ ଆସିକି ପହଞ୍ଚି ଯାଇଥିଲୁ ଭୁବନେଶ୍ୱରରେ। ଆପଣମାନଙ୍କ ଆଶୀର୍ବାଦ ସବୁବେଳେ ଏମିତି ଥାଉ। ଏମିତି ହିଁ ସେଦିନର ଦିନଟି କଟିଥିଲା। ରହିଲି ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ।